ମୁଁ ଆଜି ପ୍ରସ୍ତୁତ କରୁଛି କଢ଼ି ପକୋଡ଼ା ବା ପାଲକ ଦହି ପକୋଡ଼ି। ହ୍ୟାଲୋ ଫ୍ରେଣ୍ଡସ୍, ମୋର କେତେ ସ୍ମୁଥ୍ ହେଇଛି ଆଉ ଖାଇବା ପାଇଁ ବି ବହୁତ ଟେଷ୍ଟି। ଚାଲନ୍ତୁ ମୁଁ କିପରି ପ୍ରସ୍ତୁତ କଲି ମୁଁ ଏଠି ଦେଖାଉଛି। ପାଳଙ୍ଗ ଶାଗ ନେଲି 2 ବିଡ଼ା, ସେଥିରୁ ଗୋଟେ ବିଡ଼ାକୁ ବାଛି ଦେଇକି ଭଲକି ଧୋଇକି ତାକୁ ଚୁନ ଚୁନ କରିକି ପାଳଙ୍ଗ ଶାଗକୁ ମୁଁ ଏଠି କାଟି ଦେଇଛି। ପିଆଜ 2ଟା ତାକୁ ବି ନେଇକି ମୁଁ ପିଆଜକୁ ବି ଛୋଟ ଛୋଟ ଚୁନ ଚୁନ କରି କାଟିଛି। ରସୁଣ, କଞ୍ଚା ଲଙ୍କା, ଧନିଆ ପତ୍ର ସବୁକୁ ମୁଁ ଛୋଟ ଛୋଟ କରିକି କାଟି ଦେଇଛି। ଏଠି ଗୋଟେ ମିକ୍ସି ଜାର୍ ନେଇଛି। ସେ ମିକ୍ସି ଜାର୍ରେ 1.5 ତାଟିଆ ମୁଁ ଏଠି ଫ୍ରେଶ୍ ଦହି ନେଇଛି। ପୁରା 1.5 ତାଟିଆ ମୁଁ ଏଠି ଦହି ନେଲି। ଆଉ ପାଣି 2 ତାଟିଆ ମୁଁ ଦେଇଛି। ଧୋଇକି ପାଣି ଦେଲି ଆଉ ପାଣି ଦେଲି 2 ତାଟିଆ ପାଖାପାଖି ମୁଁ ଏଠି ପାଣି ଦେଇଛି। ବେସନ 3 ଚାମଚ, ହଳଦୀ ପକାଇକି ମୁଁ ତାକୁ ମିକ୍ସିରେ ଗ୍ରାଇଣ୍ଡ କରିଦେଇଛି। ମୁଁ ଏଠି ଗୋଟେ ବୋଲ୍ ନେଲି, ସେଥିରେ 1.5 ତାଟିଆ ବେସନ ନେଲି, ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଆଉ ଟିକେ କ୍ରସ୍ କରିକି ମୁଁ ଏଠି ଜୁଆଣି ପକାଇଛି। ମୁଁ ପିଆଜକୁ ଯେଉଁ ଚୁନ ଚୁନ କରି କାଟିଥିଲି ସେ ପିଆଜକୁ ପକାଇଲି। ଧନିଆ ପତ୍ର, କଞ୍ଚା ଲଙ୍କା ସବୁକୁ ପକାଇଦେଲି। ପିଆଜକୁ ସବୁ ମୁଁ ଏଠି ପକାଇ ଦେଇଛି। ପକାଇକି ମୁଁ ଏଠି ବେସନ ପିଆଜ ସବୁକୁ ମୁଁ ଭଲକି ଗୋଳେଇ ଦେଇଛି। ଆମେ ଏଇ ଟାଇପ୍ର କରିକି ଥରେ ଦହି ପକୋଡ଼ି ବା କଢ଼ି ପକୋଡ଼ା କରିକି ଖାଆନ୍ତୁ। କିପରି କେମିତି ଲାଗିଲା କମେଣ୍ଟରେ ମୋତେ ଜଣାଇବେ। ଏଠି ଯେଉଁ ପାଳଙ୍ଗ ଶାଗକୁ କାଟିଥିଲି ସେ ପାଳଙ୍ଗ ଶାଗକୁ ଏ ବେସନରେ ସବୁ ପକାଇଦେଲି। ପକାଇକି ତା ଉପରେ ଏଠି ରସୁଣ ଯେଉଁ ଚୁନ ଚୁନ କରି କାଟିଥିଲି ସେ ରସୁଣକୁ ମୁଁ ଏଠି ପକାଇଲି। ପକାଇକି ସବୁକୁ ମୁଁ ଗୋଳେଇ ଦେଲି। ଯେହେତୁ ପାଳଙ୍ଗ ଶାଗ ମୁଁ ଧୋଇଥିଲି ତା'ର ପାଣି ଅଂଶ ଅଛି, ଆମେ ସେଇ ଅନୁସାରେ ଆମେ ବେସନକୁ ଗୋଳେଇଲା ବେଳେ ଜାଣିବା କେମିତି ଆମର ହେଉଛି। ସେଇ ଅନୁସାରେ ଗୋଳେଇବାଟା ପାଣିଟା ଆମେ ଅଳ୍ପ ଟିକେ ପାଣି ଦେଇକି ଯେମିତି ପକୋଡ଼ା କରାଯାଏ ସେଇ ଟାଇପ୍ର, ଆମେ ଯେମିତି ପକୁଡ଼ି ପ୍ରସ୍ତୁତ କରାଯାଏ ସେଇ ଟାଇପ୍ର ଆମେ ଏଠି କରିବା। କରିକି ମୁଁ ଏଠି ଗୋଟେ କୁଟା ବା ନେଇଛି। ସେଥିରେ ମୁଁ ରସୁଣ, କିଛି କଞ୍ଚା ଲଙ୍କାକୁ ଏଥିରେ ଛେଚି ଦେଇଛି। ଛେଚି ଦେଲି। ସେଥିରେ ଗୋଟେ କରେଇ ବସେଇଲି ଚୁଲିରେ। କରେଇରେ ମୁଁ ତେଲ ପକାଇଲି 2 ଚାମଚ। ସେଥିରେ ମୁଁ ସେଥିରେ ସୋରିଷ, ଜିରା, ଭେରସୁଙ୍ଗା ପତ୍ର ଆଉ ଶୁଖିଲା ଲଙ୍କା ପକାଇକି ମୁଁ ରସୁଣ ଅଦା ଯେଉଁ ରସୁଣ କଞ୍ଚା ଲଙ୍କା ଛେଚିଥିଲି ମୁଁ ତାକୁ ଟିକେ ହାଲକା ଭାଜିଦେଲି। ସେଥିରେ ଲଙ୍କାଗୁଣ୍ଡ ଟିକେ କାଶ୍ମୀର ଲଙ୍କାଗୁଣ୍ଡ ପକାଇକି ତାକୁ ଗୋଳେଇ ଦେଲି। ଯେହେତୁ କଲର୍ ଆସିବ ଆମର କଢ଼ିଟା ଭଲ କଲର୍ ଆସିବା ପାଇଁ। ଯେଉଁ ବାଟି ମିକ୍ସିରେ ଗ୍ରାଇଣ୍ଡ କରିଥିଲି ସେଇ ଯେଉଁ ଦହିକୁ ସେଇ ଦହିକୁ ମୁଁ ଏଥିରେ ପକାଇଦେଲି। ଦେଇକି ତାକୁ ଭଲକି ଗୋଳେଇ ଦେଲି। ମୁଁ ଏଠି ଗୋଟେ କରେଇ ବସେଇଲି। ସେ କରେଇରେ ତେଲ ପକାଇଲି। ତେଲ ପକାଇ ମୁଁ ଯେଉଁ ଗୋଳେଇଥିଲି ପାଳଙ୍ଗ ଶାଗରେ ବେସନ, ସେଥିରେ ଗୋଟେ ପିଞ୍ଚ ସୋଡ଼ା ଦେବା। ଆମର ବେଶୀ ଦେବାନି, ବେଶୀ ଦେଲା ମାନେ ପୁରା ତେଲ ଟାଣି ନେଇଯିବ। ଆମେ ଗୋଟେ ପିଞ୍ଚ ଦେବା ସୋଡ଼ା। ସେ ଦେଇକି ମୁଁ ପକୁଡ଼ି ପ୍ରସ୍ତୁତ କଲି। ପାଳଙ୍ଗ ଶାଗ, ବେସନ, ପିଆଜ ଯେଉଁ କାଟିକି ପକୁଡ଼ି ପ୍ରସ୍ତୁତ କଲି, ସେ ପକୁଡ଼ିକୁ ମୁଁ ଏମିତି ଆପଣ ସାଇଜ୍ ଅନୁସାରେ ଯେଉଁ ସାଇଜ୍ରେ ଦେଖିବେ ସେଇ ସାଇଜ୍ ଅନୁସାରେ କରିବେ। ମୁଁ ଏଠି କାଢ଼ିଦେଲି ପକୋଡ଼ା ଯେଉଁ କରିଥିଲି। ଆଉ ଗୋଟେ ଥର ସେମିତି ପକୁଡ଼ି କରିକି ତାକୁ କାଢ଼ିଦେଲି ସବୁକୁ। ପକୁଡ଼ି ଗୁଡ଼ାକ ଆମର ଖାଇବା ପାଇଁ ଏମିତି ଖାଇବା ପାଇଁ ବି ବଢ଼ିଆ ଟେଷ୍ଟି ହେଇଥାଏ। ଖାଲି ବି ଆମେ ଏମିତି ଭାତରେ ବି ପକୁଡ଼ିକୁ ଏମିତି ଖାଇପାରିବା। ମୁଁ ଏଠି ଯେଉଁ ଦହି ମୋର ଫୁଟିଲାଣି, ଯେଉଁ କଢ଼ି ବସେଇଥିଲି ସେ ଫୁଟିଗଲା ପରେ ଆମେ ଯେଉଁ ଦେଖନ୍ତୁ ମୁଁ ଯେଉଁ ବଲ୍ସ ଟାଇପ୍ର କରିଛି କେତେ ସଫ୍ଟ, ଆଉ ଭାଙ୍ଗିକି ବି ଦେଖେଇବା କେତେ ଭାଙ୍ଗି ଯାଉଛି ହାତରେ। ଆମେ ତାକୁ ଏମିତି ଦହିରେ ଏମିତି ପକାଇଦେବା। ଯେଉଁ କଢ଼ି କରିଛନ୍ତି ଫୁଟୁଛି ସେଥିରେ ଆମେ ଏମିତି ପକାଇଦେବା। ଦେଇକି ତାକୁ ଆମେ 2 ମିନିଟ୍ ପାଇଁ ଫୁଟାଇଦେବା। ମୁଁ ଏଠି ଗୋଟେ ତଡ଼କା ପ୍ୟାନ୍ ନେଇଛି। ସେଥିରେ ତେଲ ପକାଇଛି, ଟିକେ ସୋରିଷ ପକାଇବା ଆଉ ମୁଁ ଟିକେ କାଶ୍ମୀର ଲଙ୍କାଗୁଣ୍ଡ ପକାଇଛି। କେବଳ ଆମର ଗାର୍ନିସିଂ ପାଇଁ ମୁଁ ଏଇ ତଡ଼କାଟା କରିଛି। ଗୋଟେ ବୋଲରେ ଏଇ ଯେଉଁ କଢ଼ି ପକୋଡ଼ା ବା ପାଲକ କଢ଼ି ପକୋଡ଼ାକୁ ମୁଁ କାଢ଼ି ଦେଇଛି। ଗୋଟେ ବୋଲରେ କାଢ଼ିକି ସେଥିରେ ମୁଁ ଯେଉଁ ତଡ଼କା ଯେଉଁ କରିଥିଲି
से जो तड़का को मुझे गार्निशिंग करी आपण यही टाइप्र करके थे खातु और देखापी भी बहुत सुंदर खाइबा बहुत टेस्टी आप भात भी सब गरम गरम भात सांगे खाई आप मत कमेंट रे जनातु।